ଜଳେଶ୍ୱର ଗିନି ହାଉସ୍ରୁ ସୁନା ଅଳଙ୍କାର ଲୁଟି ଦୁର୍ବୃତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ପୋଲିସର ଜିମା ଦେଲେ ଲୋକେ। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 1:30 ସମୟରେ ଏକ କଳା ରଙ୍ଗର ସ୍କର୍ପିଓରେ ଜଣେ ଯୁବକ ଜଳେଶ୍ୱର ଷ୍ଟେସନ ବଜାରରେ ଥିବା ଗିନି ହାଉସ୍କୁ ଗହଣା କିଣିବାକୁ ଆସିଥିଲା। ଗହଣା ଦେଖୁଥିବା ସମୟରେ ଦୋକାନୀକୁ ଅନ୍ୟମନସ୍କର ସୁଯୋଗ ନେଇ ପ୍ରାୟ 100 ଗ୍ରାମର ସୁନା ଗହଣାକୁ ଧରି ଦୌଡ଼ି ଯାଇ ସ୍କର୍ପିଓରେ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇଥିଲେ। ସ୍କର୍ପିଓଟି ଦ୍ରୁତଗତିରେ ପଳାଉଥିବା ବେଳେ 8 କିଲୋମିଟର ଦୂର ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଡିଭାଇଡରକୁ ଧକ୍କା ଦେଇ ଅଟକି ଯାଇଥିଲା। ଏହି ସମୟରେ ପଛରେ ଗୋଡ଼ାଉଥିବା ଲୋକେ ତାକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି। ପୋଲିସ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି।